ସଫଳତାର ଗୋଟିଏ ନିୟମ, ତୁମେ ନିଜର ଭୁଲ ସହିତ ଅନ୍ୟର ଭୁଲରୁ ବି କିଛି ଶିଖିବାକୁ ଚେଷ୍ଟା କର। ମଇଦାନରେ ହାରିଯିବା ମଣିଷ ପୁଣି ଥରେ ଜିତି ପାରିବ, କିନ୍ତୁ ମନରୁ ହାରିଯିବା ମଣିଷ କେବେ ଜିତି ପାରିବ ନାହିଁ। ନିଜ ସ୍ୱପ୍ନକୁ ପାଇବାକୁ ହେଲେ ଖାଲି ସ୍ୱପ୍ନ ଦେଖିଲେ ହେବନି, ସ୍ୱପ୍ନ ପଛରେ ପାଗଳ ହେବାକୁ ପଡ଼ିବ। ଆପଣ ସଫଳତା ଅପେକ୍ଷା ବିଫଳତାଠାରୁ ଅଧିକ ଶିକ୍ଷା କରନ୍ତୁ ଏବଂ ଏହା ଶିକ୍ଷା କରିବା ବନ୍ଦ କରନ୍ତୁ ନାହିଁ, କାରଣ ବିଫଳତା ଚରିତ୍ର ନିର୍ମାଣ କରେ। କାହା କଥାରେ ଯଦି କୌଣସି ଭୁଲ କିମ୍ବା ଠିକ୍ ହୋଇ ଯାଉଥାନ୍ତା, ତେବେ ଦୁନିଆ ସ୍ୱର୍ଗ ପାଲଟି ଯାଇଥାନ୍ତା। ତେଣୁ ସର୍ବଦା ସେହି କାମ କର, ଯାହା ଠିକ୍ ଏବଂ ସତ୍ୟ ଅଟେ। ଲୋକମାନେ କ'ଣ କହିବେ, ଏହା ଭାବିକି ସାରା ଜୀବନ ବଞ୍ଚିଥାଉ, କିନ୍ତୁ ଭଗବାନ କ'ଣ କହିବେ, ଏହାର କେବେ ବିଚାର କରିଛନ୍ତି? ଜୀବନ ଗୋଟିଏ ଆଇନା ପରି, ସେ ସେତେବେଳେ ହସିଥାଏ ଯେବେ ଆମେ ହସିଥାଉ। କେତେ ବି ଧରି ରଖିବାକୁ ଚେଷ୍ଟା କର, ଯେମିତି ହେଲେ ହାତରୁ ଖସିଯାଏ। ଏ ସମୟ ସାହେବ ନିଶ୍ଚୟ ବଦଳି ଯାଏ। ଲୋକମାନେ କାହା ବିଷୟରେ ଭଲ ଶୁଣିଲେ ସନ୍ଦେହ କରନ୍ତି, ଆଉ ଖରାପ ଶୁଣିଲେ ସାଙ୍ଗେ ସାଙ୍ଗେ ବିଶ୍ୱାସ କରିଯାଆନ୍ତି। ଯଦି ତୁମେ ଠିକ୍, ତେବେ ତୁମେ ଠିକ୍ ବୋଲି ପ୍ରମାଣ କରିବା କିଛି ଦରକାର ନାହିଁ। ସର୍ବଦା ଠିକ୍ ହୋଇ ରୁହ, ପ୍ରମାଣ ସମୟ ନିଜେ ଦେବ। ଲୋକମାନେ କାହା ବିଷୟରେ ଭଲ ଶୁଣିଲେ ସନ୍ଦେହ କରନ୍ତି, ଆଉ ଖରାପ ଶୁଣିଲେ ସାଙ୍ଗେ ସାଙ୍ଗେ ବିଶ୍ୱାସ କରିଯାଆନ୍ତି।